दिनकू दिन बढ़िबारे लागिछि चोरंक दौरात्म्य भगवान को भी छाड़िले नहीं चोर। माँ बाउती मंदिर रे चोरी करिसेंती चोर। कटक जिला आठगड़र आराध्य ग्रामदेवती माँ बाउती मंदिर समस्त कबाट और गेट भांगी लक्षाधिक टंकार सुना अलंकार लुट होइथिबा आठगड़ थाना रे अभियोग होइछि। गतकाली विलंबित राति रे केही दुर्बृत्त राति प्राय 1टारू 2टा मध्य पशि ठाकुराणी रूपा और सुना अलंकार मान एवं नगद टंका लुट होइथिबा अभियोग होइछि। सबुठारु बड़ कथा हैला आठगड़ थाना सम्मुख में माँ मंदिर रही बेले चोर पुलिस को चैलेंज दे बारंबार चोरी करुवा बेले पुलिस चोरों को धरबार विफल होइछि। तेबे आज एतला परे पुलिस साइंट्रिक टीम एवं संधानी कुकुर साहाय्य तदंत जारी रखिछि। तेबे एठी प्रश्न उठुछि पुलिस कौन चोरों को साहाय्य करुछि कि नहले पुलिस रो आगरे चोर केमिति चोरी करिबारे सफल होउछन्ति एहा बुद्धिजीवी महल में बारंबार चर्चार विषय वस्तु पलटि। ते पुलिस चोरों को धरबार केबे सफल होउछि ताहा देखिबाकू बाकी रहिला। माँकर पूजक रुद्रनारायण पंडा कौन है काली राति 21 तारिख रे काली राति माँ को राति नीतिविधि सारी मु राति 10टारे देउल सब पड़ दे देउल ताला पकईकी जाइकी सकाଳେ ଯେତେବେଳେ ଭୋରୁ ଆସେ ଭଣଜାକୁ ପଠେଇଥିଲି। ଭଣଜା କହିଲା ମାମୁଁ ସବୁ ତାଲା ଖୋଲା ଅଛି। ମୁଁ କହିଲି ତାହେଲେ ଭିତରକୁ ନ ଯାଇକି ଥାନାରେ ଗୋଟେ କମ୍ପ୍ଲେନ୍ଟେ କହିଦେଇକି ଆସେ। ଏମିତି ମନ୍ଦିରର ସବୁ ତାଲା ଖୋଲା ଅଛି। ମୁଁ ଯାଇକି ସାଙ୍ଗେ ସାଙ୍ଗେ ପହଞ୍ଚୁଛି। ଆଇଲା ପରେ ଆମେ ଦେଖିଲୁ ଯେ ସବୁ ଘରର ତଥା ମନ୍ଦିର ସମସ୍ତ ପ୍ରକାର ତାଲା ସବୁ ଖୋଲା ଅଛି। ଆମେ ଥାନାବାଲା କହିଲେ ବସା ଘର ଗୁଡ଼ାକ ଆପଣ ଯାଆନ୍ତୁନି, ଖାଲି ମାଆଙ୍କର ନୀତି କରନ୍ତୁ, ତା ଭିତରେ ଦେଖନ୍ତୁ କ'ଣ ସୁବିଧା ହେଇଛି। ଆଉ ବାକି ଯେଉଁଗୁଡ଼ାକ ସେଗୁଡ଼ା ସେମିତି ଥାଉ। ଆମେ ସାଇଣ୍ଟିଫିକ୍ ଟିମ୍ ଆଣିବୁ, ସନ୍ଧାନୀ କୁକୁର ଆଣିବୁ, ତାପରେ ଆପଣ ଯାଇକି ତା ଭିତରକୁ ପ୍ରବେଶ କରିବେ। ବର୍ତ୍ତମାନ ଆମେ ମାଆଙ୍କର ନୀତି ମାଘ ସ୍ନାନ ମାଆଙ୍କୁ କରେଇ ମାଆଙ୍କର ସକାଳ ନୀତି ସାରିଥିଲୁ, ଦ୍ୱିପହର ନୀତି ବି ସାରିଲୁ। ଆମେ ଦେଖିବାକୁ ପାଇଲୁ ଯେ ସେ ମାଆଙ୍କ ପାଖରେ ଥିବା ଦେହରେ ଲାଗି ହେଇଥିବା କୌଣସି ପ୍ରକାର ଅଳଙ୍କାରରେ ସେ ହାତ ନ ମାରି ତାଙ୍କ ପଛକଡ଼େ ଥିବା ଟ୍ରଙ୍କରୁ ମାଆଙ୍କର 3ଟି ଟିକିଲି ଆଉ ବଡ଼ ସାନ ମିଶିକି ରୂପାର ଛୋଟ ବଡ଼ ମିଶିକି ଆଖି 6-7ଟି ନେଇଛି। ତାକୁ ନେଲା ପରେ ତାକୁ କ'ଣ ସୁବିଧା ଲାଗିଛି ଆମେ ତ କହିପାରିବୁନୁ, କାହିଁକିନା ସେ ସଭା ଲାଷ୍ଟକୁ ମନ୍ଦିରରେ ପଶିଛି। ଆମେ ଯାହା ଭାବୁଛୁ ଆଗ ବସାଘର ଗୁଡ଼ା ଭାଙ୍ଗିଛି ନା ବସାଘରୁ ଯାହା ଆଣିଥିବା ଜିନିଷ ଖେଳାଖେଳି କରିଛି। ସେ 2ଟା ବସାଘର ଆମର 2 ଜଣ ପୂଜକ, ଆମେ ଏଠି 3 ଜଣ, 2 ଜଣ ଗୋଟାଏ ବସାଘର ୟୁଜ୍ କରୁଛନ୍ତି, ଆଉ ଜଣେ ମୁଁ ଏକୁଟିଆ ମୋର ଗୋଟିଏ ଘର ୟୁଜ୍ କରୁଛି। ମୋର ଗୋଟିଏ ରୂପାହାର ଥିଲା, ତାଙ୍କର ବି ଗୋଟିଏ ରୂପାହାର ଥିଲା, କିନ୍ତୁ ରୂପାହାରକୁ ସିଏ ହାତ ମାରିଛି କିନ୍ତୁ ଆଉ ନେଇନି। କ'ଣ ପାଇଁ ଥାନାରେ ଦିଆହେଇଛି, ଆମ ଅଫିସ୍ ତରଫରୁ ଯାଇକି ଆମେ ଏଫଆଇଆର୍ କରିକି ଦେଇଛୁ। ସେଇଟା ଲଜ୍ଜାଜନକ ଗୋଟେ କଥା। ଥାନାଟା ଏତେ କ୍ଲୋଜ୍, 2ରେ ଆମ ବ୍ୟାକ୍ ସାଇଡ଼୍ରେ ଥାନା ଷ୍ଟାଫ୍ ରହୁଛନ୍ତି। ଫ୍ରଣ୍ଟରେ ଚୋର ପଶିଲେ ଆଉ ସାଇଡ଼୍ରେ ବି ଚୋର ପଶିଲେ। ଥାନାବାଲା କେତେ ସକ୍ରିୟ ହୋଇ ତା ଆପଣ ଜାଣିଥିବେ, ଆଠଗଡ଼ବାସୀ ଜାଣିଲେ। ଆଉ ପଛକଡ଼େ ପ୍ରବଳ ମଦ ବିକ୍ରି ହେଉଛି, ଯାହାଫଳରେ ଦୈନନ୍ଦିନ ହଜାର ସଂଖ୍ୟକ ମଦ୍ୟପ ଆସୁଛନ୍ତି। ସେମାନେ ଠାଉକିଆ ଦେଖୁଛନ୍ତି ଯେ ଏ ମନ୍ଦିରର ସ୍ଥିତି ଭାରି ଅସୁବିଧାରେ, ଦେବତର ଠିକ୍ରେ କାର୍ଯ୍ୟାନୁଷ୍ଠାନ କରିନି, ନେଇଥିବା କଣ୍ଟ୍ରାକ୍ଟର ଠିକ୍ରେ କାମ କରିନି।